ଆଜିର ପ୍ରଥମ ଖବର ଜାଗରରେ ଅଘଟଣ। ଜାଗର ଦୀପ ଜାଳୁ ଜାଳୁ ନିଭିଗଲା ନିଜ ଜୀବନ ଦୀପ। ଏଭଳି ଦୁଃଖଦ ଘଟଣା ଘଟିଛି ପୁରୀ ଗୋପ ବ୍ଲକ ତୋରକର ପଞ୍ଚାୟତର ବାବା ବାଲି କପିଳେଶ୍ୱର ମନ୍ଦିରରେ। ମୃତକ ଗଜାବର ଗାଁର କାଳନ୍ଦୀ ମଲ୍ଲିକ ଗତକାଲି ରାତିରେ ଜାଗର ଜାଳୁଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକ ତୁରନ୍ତ ତାଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଗଜାବରଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ଘଟଣା ଘଟିବା ପରେ ଶୋକର ଛାୟା ଗାଁରେ ଖେଳି ଯାଇଥିବାର ସୂଚନା ରହିଛି। ପରବର୍ତ୍ତୀ ଖବର ପୁରୀରୁ ଆସିଲା ବଡ଼ ଖବର। ପୁରୀ ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର। ବଡ଼ ଦେଉଳ ଦକ୍ଷିଣ ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର। ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଲା। ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା ହୋଇଛି। ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା। ସେଠାରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଥିବାର ସୂଚନା ରହିଛି। ପରବର୍ତ୍ତୀ ଖବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ ଗସ୍ତ କରିଛନ୍ତି। ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଗସ୍ତ କରିବେ। ପଶ୍ଚିମ କାମେଙ୍ଗ ଜିଲ୍ଲାର ବୈଶାଖୀରେ ପ୍ରାୟ 20ଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। 825 କୋଟି ଟଙ୍କା ବ୍ୟୟରେ ନିର୍ମିତ ସେବା ଟନେଲ ପ୍ରକଳ୍ପର 2ଟି ଟନେଲ ଏବଂ 8.780 କିଲୋମିଟର ଲମ୍ବା ରାସ୍ତାକୁ ନେଇ ଗଠିତ ହୋଇଛି। ଟନେଲ ଏବଂ ଲିଙ୍କ ସଡ଼କ ସହିତ ପ୍ରକଳ୍ପର ମୋଟ ଲମ୍ବ ପ୍ରାୟ 12 କିଲୋମିଟର ରହିଥିବାର ସୂଚନା ମିଳିଛି। ପରବର୍ତ୍ତୀ ଖବର ବିହାରର ଧନରୁଆ ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଜଣେ 12 ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତଦେହକୁ ବିଲରେ ଫୋପାଡ଼ି ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତ ନାବାଳକ ଜଣକ କୁନାଲ କୁମାର ବୋଲି ଜଣାପଡ଼ିଛି।